ସିନ୍ ପ୍ରାୟ ହବ ଯାଉଛ କୁଆଡ଼େ? ଏ ପିଲେ ଯୋଉ ବେଲ୍ଟରେ ମତେ ବାଡ଼େଇଥିଲ ମୁଁ ମନା ନ କରିବା ଯାଏ ସେଇ ବେଲ୍ଟରେ ମୋ ବାପାଙ୍କୁ ବାଡ଼ା। ସଂସ୍କାରୀ ମଧୁଆ ମୁଁ ବାପାକୁ ବାଡ଼େଇନି। ପିଟ 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 ନ ଡ୍ରଗ୍ସ ଦେବିନି ପିଟ। ତମକୁ ଛାଡ଼ିଲେ ମୋ ଭବିଷ୍ୟତ ନର୍କ ପାଲଟି ଯିବ। କାହିଁ ବ୍ରେକ୍ ମାର କହିଲେ ବ୍ରେକ୍ ମାରିବା ପାଇଁ କାହିଁକି ମତେ ପିଟୁଛୁ? କଣ ଚାହୁଁଛୁ ତୁ? ଏତେବେଳେ ଯାଇ ମେନ୍ ପଏଣ୍ଟକୁ ଆସିବ। ମୁଁ ତମକୁ କାହିଁକି ପିଟୁଛି ଆଉ ମୁଁ କଣ ଚାହୁଁଛି? ବାପା ତମେ ମୋ ବାବଦରେ ସବୁ କଥା କିରଣକୁ କହିଦେଲ। କିରଣ ତ ଜାଣିନି ମୁଁ ଆଗରୁ କେତେଟା ବାହାଇଛି କେତେଟା ମୁଁ ମାରିଛି। ସେ ଏ କଥାକୁ ବିଶ୍ୱାସ କରିବା ପାଇଁ କାହାକୁ ପଚାରିବ? ମୋ ସାନ ଭଉଣୀ ଅର୍ଚିତାକୁ। ଅର୍ଚିତା ଏ ବିଷୟରେ ଜାଣିବ କେମିତି? ତୁ ତ ତାକୁ ପିଲାଟି ଦିନୁ ରାଜ୍ୟ ବାହାରେ ବୋର୍ଡିଂ ସ୍କୁଲରେ ରଖି ପଢେଇଲୁ। ଏଇ 2 ବର୍ଷ ହବ ସେ ଆଜି ତୋ କଲେଜରେ ପଢୁଛି। ମୋ କଲେଜରେ ସେ ଯାହା ପଢୁଛି ମତେ ସବୁ ଜଣା। ତ ପଢୁନି ବରଂ ସେ ସୌର ସାଙ୍ଗରେ ଖାଲି ଥେଇ ଥେଇ ହଉଛି। ଛାଡ଼ ଛାଡ଼ ମେନ୍ ପଏଣ୍ଟ ଉପରକୁ ଆସ। ତମେ ଯୋଉ କଥା କିରଣକୁ କହିଲ କିରଣ ପଚାରିବ ଅର୍ଚିତାକୁ। ଅର୍ଚିତା କାହାକୁ ପଚାରିବ? ମତେ। ଅର୍ଚିତା ଯେତେବେଳେ ମତେ ପ୍ରଶ୍ନ ପଚାରିବ ମୁଁ ତାକୁ ଉତ୍ତର ଦେବି ଆମ ବାପା ପାଗଳ ହେଇଯାଇଛନ୍ତି। ତାଙ୍କ ମୁଣ୍ଡ ଆଉ କାମ କରୁନାହିଁ। ତେଣୁ ତମକୁ ଅର୍ଚିତା ଆଗରେ ପାଗଳ ବୋଲି କହିବାକୁ ପଡିବ। ମୁଁ ଅର୍ଚିତା କହିବି ମୁଁ ପାଗଳ ହେଇଯାଇ। ତା ଭଲ ଅର୍ଚିତା ବିଶ୍ୱାସ କରିବ କେମିତି? ସେ କିରଣକୁ ସବୁ କଥା କହିଦେବ କିରଣ ମତେ ଛାଡ଼ି ପଳେଇବ ମୁଁ ପାଗଳ ହେଇଛି ବୋଲି ମୁଁ ଅର୍ଚିତାକୁ କେବେ କହିପାରିବିନି। କହିପାରିବନି? ପିଟା